ମୋର ସାନ ଭାଇର ଝିଅ ସେ ଡାକ୍ତର ଥିଲେ ଆଉ ସେ ଅଙ୍ଗଦାନ କଲେ ଅଲ୍ ଇଣ୍ଡିଆ ମେଡ଼ିକାଲ ଇନଷ୍ଟିଚ୍ୟୁଟ୍ରେ ଅଙ୍ଗଦାନ କରିକି ମାନେ ମୂଲ୍ୟବାନ ତାର ଅଙ୍ଗଦାନ 2ଟି ହଉ 3ଟି ହଉ ଜୀବନ ପୁନର୍ଜୀବିତ ହୋଇପାରିବ ତାଙ୍କ ଅଙ୍ଗଦାନ ଫଳରେ। ଏଠି ସରକାରଙ୍କ ତରଫରୁ ଗାର୍ଡ଼ ଅଫ୍ ଅନର୍ ଦିଆଗଲା। ଉଦାହରଣ ପାଇଁ ଯୁଗେ ଯୁଗେ ସ୍ମରଣୀୟ ହୋଇକି ରହିଲା। ଆଉ ଅଙ୍ଗଦାନ ଠାରୁ ଆଉ ମହତ ଦାନ କିଛି ନାହିଁ। ଜଣେ ଡାକ୍ତର ଅଙ୍ଗଦାନ କରିବାଟା କେତେ ମହତ୍ୱପୂର୍ଣ୍ଣ କଥା, এটা ଚିରସ୍ମରଣୀୟ ହୋଇକି ରହିବ ଜନସାଧାରଣଙ୍କ ଭିତରେ। ଅଞ୍ଚଳ ପାଇଁ ମଧ୍ୟ ଭଲ ପ୍ରଭାବ, ଯାହାଟାକି ଏଇଟା ଗୋଟେ ଶିକ୍ଷା। ଏଇ ଶିକ୍ଷା ଫଳରେ ଅନ୍ୟମାନେ ଉତ୍ସାହିତ ହୋଇକି ମଧ୍ୟ ଅଙ୍ଗଦାନ କରିବେ। ସେ ଲିଭର ଦାନ କଲା ଆଉ ତାର ଅସୁବିଧା 3 ବର୍ଷଠୁ ସେ ତ ଏଇ ନାକର ବ୍ଲିଡ଼ିଂ ହୁଏ, ହଉ ହଉ 12 ବର୍ଷ ପରେ ଦାନ୍ତରୁ ବ୍ଲିଡ଼ିଂ ହେଲା ତ ହେଲା, ସେ ହେଉଛି ଆଉ। ସେ ହୋମିଓପାଥି ଡାକ୍ତର ଥିଲା ଏରଡ଼ା। ଚାକିରି ବୋଧେ 3 ବର୍ଷ ହେଲା ଚାକିରି କଲା, ବର୍ତ୍ତମାନ ତାକୁ 39 ବର୍ଷ। ଭୁବନେଶ୍ୱର ଏମ୍ସର ସିଏ ତାର ସବୁ ଦାନ କରିବା ପାଇଁ ତାର ମତ। ଆଉ ହେଲା ମାନେ ସେ ଚୁଟି ଦାନ 2 ଥର କରିଦେଇଛି କ୍ୟାନ୍ସର ରୋଗୀକି, ଆଉ ଥରେ ଦେବ ବୋଲି ଅଛି। ଆଉ ସବୁ ଦାନ କରିବ ବୋଲି କହିଥିଲା। ସେମାନେ ଏମାନେ ସେ ତାକୁ ଏଇ ରକମ ଗଲେ ଅନ୍ୟ ଜୀବନ ବଞ୍ଚିପାରିବ। ଇଏ ସିନା ମରିଗଲା, ଯେତିକି ଦେବ ସେ ସେତିକି ଲୋକଙ୍କର ଜୀବନ ବଞ୍ଚିପାରିବ, ତା ପରିବାର ରକ୍ଷା ହେବେ। ଅନ୍ୟମାନଙ୍କୁ ଯୋଗେଇଲେ ଯେ ତୁମେ ଏଇ ରକମ କିଛି ଦାନ କଲେ ଅନ୍ୟର ପରିବାର ଖୁସିରେ ରହିବ, ଅନ୍ୟ ଲୋକ ଖୁସିରେ ରହିବ, ଦୁନିଆକୁ ସେ ଆଖି ଦେଲେ ଦେଖିପାରିବ। ଆଜ୍ଞା ହଁ, ନିଶ୍ଚୟ ମାଗି ପଡ଼ୁଛନ୍ତି। ହଁ, ସେ ମୋର ସବୁଥିରେ, ସେ ଝିଅ ମୋର ସବୁଥିରେ। ଆଉ ଗୋଟେ ଜିନିଷ ଏତିକି କଥା ସେ ଗଲାବେଳେ କହିଦେଇ ଗଲେ ଯେ ଲୋକଙ୍କୁ ଶିଖେଇ ଦେଇ ଗଲେ ମଲା ପୂର୍ବରୁ ଅଙ୍ଗଦାନ, ଯେଉଁଟାକି ସେ ଆଜି ଗୋଟେ ଅଙ୍ଗଦାନ କରିଦେଇଯାଇଛନ୍ତି। ତାଙ୍କ ପାଇଁ ସରକାରର ଯେଉଁ ନିୟମ ହେବା କଥା ସେ ନିୟମ ସବୁ ଗାର୍ଡ଼ ଅଫ୍ ଅନର୍ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ କରାଯାଇଛି। ସମସ୍ତ ମେଡ଼ିକାଲ ଷ୍ଟାଫ୍ ମାନେ ଏଠିକି ଆମର ବି ଆସିଥିଲେ, ତେଣୁ ବହୁତ ସେ ମେଳାବି ଲୋକ ଥିଲେ। ସମାଜକୁ ଏଇଟା ଉଦାହରଣ କ'ଣ ହେବ? ସମାଜକୁ ଉଦାହରଣ ହେବ ଯେ ଏଇ ଯେଉଁ ତାଙ୍କର ଯେଉଁ ଅଙ୍ଗଦାନ କରିଗଲେ ସେଇଟା ଗୋଟେ ତାଙ୍କ ପାଇଁ ବହୁତ ମାନେ ଗର୍ବ। ଏହାଦ୍ୱାରା କ'ଣ ଲୋକଙ୍କର ଅନ୍ୟମାନଙ୍କର କ'ଣ ଉପକାର ହେଇପାରିବ? ସେ ଯେଉଁ ଅଙ୍ଗଦାନ କଲେ ସେ ଅଙ୍ଗଦାନଟା ଅନ୍ୟ କାହାର ଲାଗିଲା ପରେ ସେ ଲୋକଟା ବି ସେଇ ଅଙ୍ଗରେ ଚାଲିବ। ଆଜ୍ଞା, ଯାହାକି ସେ ଗଲାବେଳେ ସେ ନିଜର ମାନେ ଅଙ୍ଗ ଦେଇକି ଅନ୍ୟର ଜୀବନ ଦାନ କରିପାରିଛନ୍ତି। ନିଶ୍ଚିତ ଅନ୍ୟମାନଙ୍କ ପାଇଁ ସେଇଟା ଗୋଟେ ଉଦାହରଣ ଆଜ୍ଞା।